ଆରେ ତମେ ବୁଝୁନ କାହିଁକି? କେହି ନଥିଲା ବେଳେ ତମେ ସେ ସବୁ କାମ କରୁଥିଲ। ଏବେ ତ ଆମ ଘରକୁ ଗୋଟେ ନୂଆ ଚାକରାଣୀ ଆସିଯାଇଛି ନା, ତମେ ଏକଦମ ଫ୍ରି। ତା ଛଡ଼ା ଆମର ସେ ଚାକରାଣୀର କୌଣସି କାମରେ କିଛି କହିବାକୁ ପଡୁନି। ତା କଥାବାର୍ତ୍ତା ଆଚାର ବ୍ୟବହାର ଦେଖିଲେ ଲାଗୁଛି ସତେ ଯେମିତି ସେ କୋଉ ଜନ୍ମରେ ଆମର ଅତି ନିଜର। ସେଇଟା ବି ମୁଁ ଅନୁଭବ କରିଛି। ମାନେ ତା ନହେଲେ 4 ମାସ ଭିତରେ ସେ ଘରକୁ ନିଜର କରିନଥାନ୍ତା ସୁମିତ୍ରା, କି ତା ପାଇଁ ଏତେ ପ୍ରଶଂସା ହେଇନଥାନ୍ତା କି ତାକୁ ଏତେ ଖୋଜା ପଡିନଥାନ୍ତା। ପ୍ରଶଂସା? ଆରେ ପ୍ରଶଂସା କଥା କହୁଛ ସୁମିତ୍ରା? ଏକା ମୁଁ କାହିଁକି ସୁମିତ୍ରା? ମୋ ଜାଗାରେ ଯେ କେହି ଥିଲେ ତାକୁ ଠିକ କେମିତି ପ୍ରଶଂସା କରୁଥାନ୍ତା। କାହିଁକି ବୁଝିଲ ସୁମିତ୍ରା? କେବଳ ତାରି ସେବା ଯତ୍ନରେ ମୁଁ ଆଜି ସୁସ୍ଥ ହୋଇଛି, ନୂଆ ଜୀବନ ପାଇଛି। ସେ ନିଜ ଦୁଃଖ କଥା ଭୁଲି ଆମ ପରିବାରର ମଙ୍ଗଳ ମନାସୁଛି, କିନ୍ତୁ ତା ପ୍ରତିବଦଳରେ ଆମେ ତାକୁ କିଛି ଦେଇପାରିନି। ଥାଉ ଏତେ ଆଉ ତେତଲିବା। ସୁମିତ୍ରା, ତାକୁ ଟିକି ଦେଲେ ତମର ଇଚ୍ଛା ହଉଛି ନା କଣ? ଇଚ୍ଛା କରିବାକୁ ତମେ ମତେ ବାଧ୍ୟ କରିଛ। ମୁଁ ମାନୁଛି ଜାନକୀ ଭାରି ଭଲ, ହେଲେ ତମର ତା ପ୍ରତି ଏତେ ଦୁର୍ବଳତା ଯେ କୌଣସି ନାରୀ ହେଲେ ବି ଇଚ୍ଛା କରିବାକୁ ବାଧ୍ୟ ହବ। ଟେବୁଲ ଉପରେ ଛିଡ଼ା ହେଇ ବାବୁ ଏଇଟା ଖାଅ, ସେଇଟା ଖାଅ, ଏଇଟା ଖାଇଲେ ତମ ଦେହ ଭଲ ରହିବ। କାହିଁକି ସେ କହିବ ଏ 4 ମାସ ଭିତରେ ତମେ 4 ଖଣ୍ଡ ଶାଢ଼ୀ ଆଣି ଦବ। କାହିଁକି ତମେ ଦବ? କାହିଁକି ସମସ୍ତଙ୍କ ଆଗରେ ତାରି ପ୍ରଶଂସା? କାହିଁକି? ଚୁପ କର ସୁମିତ୍ରା, ତମେ ଚୁପ କର। ଏତେ ସ୍ୱାମୀ ମାନଙ୍କୁ ସନ୍ଦେହ କରିବ ନା? ଆଜିକାଲି ନାରୀ ମାନଙ୍କର ଗୋଟେ ବଦଗୁଣ। ଆରେ ବିଧବା ସ୍ତ୍ରୀ ଲୋକ ସେ ପର ଘରେ ଆସି ଉଠା ବାସନ ମାରୁଛି। ତା ଚରିତ୍ରକୁ ନେଇ ମୋ ଚରିତ୍ର ସହିତ ତୁଳନା କରିବ ନା ତମର ଅନ୍ତ ଉଚିତ ହଉନି ସୁମିତ୍ରା। এই সুমিত্রা, আরে সকালে সকালে তোমার পুরা ঠাকুর পূজা করা পাই মন্দিরକୁ বাহারিছ ଆଉ ମୋ ସହିତ ଏମିତି ଫାଲତୁ କଥାବାର୍ତ୍ତା କରୁଛ କଣ ପାଇଁ? ঠিক আছে ଏଇ ପାଖକୁ ଆସ, ଶୁଣ ସୁମିତ୍ରା, এই ଷୋଳ ମନ୍ଦିରକୁ ଯାଇ ଠାକୁର ପୂଜା ସାରି ମୋ ପାଇଁ ତମେ ଶୀଘ୍ର ଭୋଗ ନେଇ ଆସିବ। ସୁମିତ୍ରା, দীর্ঘ 15 ବର୍ଷ ମୋ ସହିତ ସଂସାର କରି ସାରିବା ପରେ ବି এই ସୁମିତ୍ରା ଆଜି ପର୍ଯ୍ୟନ୍ତ ମତେ ଭଲ ଭାବରେ ବୁଝିପାରିଲାନି। ଆରେ ସାମାନ୍ୟ ଗୋଟେ ଚାକରାଣୀ ସହିତ 2 ପଦ କଥା ହେଇଦେଲେ ସେ ଜମା ସହି ପାରୁନି। 2ଟା ପୁଅ ଝିଅର ବାପ ମୁଁ, ସେ ପୁଣି ଚାକରାଣୀ ସହିତ ମତେ ସନ୍ଦେହ କରୁଛି। ବାବୁ এই জুস নিয়ନ୍ତୁ। ସେଇଠି ର କହୁଛି କାହିଁକି ବାବୁ କାହିଁକି ପ୍ରତ୍ୟେକ ଦିନ ସକାଳୁ ଆପଣ ମୋ ହାତରୁ ଜୁସ୍ ପିଇ ପ୍ରଶଂସାର ପଦି ପକାନ୍ତି। ଆଜି ପୁଣି କଣ ହେଇଛି? ଥରେ ତ କହିଛି ସେ ଚୁପ୍ ସେଇଠି ରହ। ବାବୁ ମୁଁ ଆପଣଙ୍କ ଘରେ ରହିଲେ ମାଆ କରିକି ଆପଣ କିଛି ଅସୁବିଧା ହଉଛି? ଅସୁବିଧା କିଛି ନୁହେଁ, ଜାଣନ୍ତି ଅସୁବିଧା କିଛି ନୁହେଁ ବାବୁ। ବରଂ ତୁ ଏ ଘରକୁ ଆସିବା ଦିନଠାରୁ ଆମ ସୁମିତ୍ରାର ଦାୟିତ୍ୱ କମି ଯାଇଛି। ତୁ ନିଜ ଦୁଃଖ କଥା ଭୁଲି ଆମ ପରିବାରର ମଙ୍ଗଳ ମନାସୁଛୁ। କେବଳ ତୋରି ସେବା ଯତ୍ନ ପାଇଁ ମୁଁ ଆଜି ସୁସ୍ଥ ହୋଇଛି, ନୂଆ ଜୀବନ ପାଇଛି। କିନ୍ତୁ ଈଶ୍ୱର ଯେ କାହିଁକି ତୋତେ ବାରମ୍ବାର ଦୁଃଖ ପରେ ଦୁଃଖ ଦେଇ ଚାଲିଛନ୍ତି, ମୁଁ କେବଳ ସେଇ କଥା ଚିନ୍ତା କରୁଛି। ନାଇଁ ବାବୁ ନାଇଁ, ମୋର ବା ଦୁଃଖ ଆସିବ କୋଉଠୁ? ଆପଣ ଭଳି ଦେବତୁଲ୍ୟ ମାଲିକ ପାଖରେ ଚାକିରି କରୁଛି ମାନେ ମୋ ସୁଖ ନିଶ୍ଚୟ ଫେରି ଆସିବ ବାବୁ, ମୋ ସୁଖ ନିଶ୍ଚୟ ଫେରି ଆସିବ। ଯୋଉ ସୁଖ ଟିକକ ଖୋଜିବା ପାଇଁ ତୁ ଏଇ ଘରେ ପଡି ରହିଛୁ, ଯୋଉ ପୁଅଟାକୁ ମଣିଷ କରିବା ପାଇଁ ଏ ଘରକୁ ଚାକରାଣୀ ହିସାବରେ ଆସିଛୁ, ସେଇ ପୁଅଟାକୁ ଧରି এই মুহূর্তে ঘর ছাড়ি চলি যা।
ମୋ ପାଖରେ କିଛି ଟଙ୍କା ନେଇ ଏଇ ମୁହୂର୍ତ୍ତରେ ତୁ ଏ ଘର ଛାଡ଼ି ଚାଲିଯା। ନାଇଁ ବାବୁ ନାଇଁ, ଆପଣ କେମିତି କହୁଛନ୍ତି ମୋର ଟଙ୍କା ଦରକାର ନାହିଁ ବାବୁ, ମୋର ଟଙ୍କା ଦରକାର ନାହିଁ। ହେଲେ ବାବୁ ମତେ କୁହନ୍ତୁ, ମୁଁ ଆପଣଙ୍କ ଘରେ ରହିବା ଦିନଠାରୁ ଆପଣଙ୍କ ଘର କାମ ଠିକ ସେ କରିନି, ଆପଣଙ୍କ ସେବା ଯାତ୍ରା ଠିକ ସେ ନେଇନି, ହେଲେ ମୋର ଦୋଷ ରହିଲା କୋଉଠି? ଦୋଷଟା ତୋର ନୁହଁ ଜାନକୀ ବାବୁ। ଦୋଷଟା ହଉଛି ତୋ ଭାଗ୍ୟର। ବାବୁ এই বাহাদুর কেইটা বছর পুরুষ তুমি ধবা ହେଇଗଲୁ। স্বামী স্ত্রী ঘর সংসার করা বেলକୁ দৈব তোতে রাজ দাউଛନ୍ତି না। ଆଉ ଆଜି ଭଗବାନ ତୋତେ ଏଇ ଘରୁ ବି ତୋଳି ଦଉଛନ୍ତି ଜାନକୀ। କେବଳ ତୋରି ସେବା ପାଇଁ ମୁଁ ଆଜି ନୂଆ ଜୀବନ ପାଇଛି ବାବୁ କିନ୍ତୁ ତା ପ୍ରତିବଦଳରେ ତୋତେ ମୁଁ କିଛି ଦେଇପାରିନି ଜାନକୀ। ବାବୁ ଅପେକ୍ଷା କର ଜାନକୀ, ତୁ ଅପେକ୍ଷା କର। ଆରେ ତୋ ପୁଅର ଭବିଷ୍ୟତ ପାଇଁ ମୁଁ କିଛି ଟଙ୍କା ଦେବି, ଆଉ ସେ ଟଙ୍କା ନେଇ ତୋ ପୁଅକୁ ନେଇ ଏଇ ମୁହୂର୍ତ୍ତରେ ଘର ଛାଡ଼ି ଚାଲିଯିବୁ। ଅପେକ୍ଷା କର ଜାନକୀ, ତୁ ଅପେକ୍ଷା କର। ନାଇଁ ବାବୁ ନାଇଁ, ଆପଣ ସେମିତି କୁହନ୍ତୁନି ବାବୁ, ଆପଣ ସେମିତି କୁହନ୍ତୁନି। ହେଲେ ବାବୁ ଆପଣ ଜାଣିଛନ୍ତି ମୋ ଭାଗ୍ୟଟା ଏମିତି ଯେ ଯୋଉ ଡାଳ ଧରୁଛି ସେ ଡାଳ ମତେ ନିରାଶ କରୁଛି, ନା ମୁଁ ମରି ପାରୁଛି ନା ବଞ୍ଚି ପାରୁଛି। ହେଲେ ବାବୁ ମୁଁ ଯେ ଘର ଛାଡ଼ି ଚାଲିଯିବି ବାବୁ, ଏ ଘର ଛାଡ଼ି ଚାଲିଯିବି। ଆଉ ଗଲା ପରେ ଏତିକି କହିଯାଉଛି, ଆପଣଙ୍କ ଦେହ ଖରାପ ଥିଲା ପରେ ମୁଁ ଦିନ ରାତି ଏକା କରି ଆପଣଙ୍କୁ ସୁସ୍ଥ କରି ଆଜି ଛିଡ଼ା କରିଛି। ଏଇ ଘର ଛାଡ଼ି ଯିବା ସମୟରେ ଆପଣ ଟିକେ ମୋ ହାତରୁ ଜୁସ୍ ପିଇବେନି, ମନା କରନ୍ତୁନି ବାବୁ। ଆପଣ ଚାଲନ୍ତୁ ବାବୁ, ଟିକେ ଜୁସ୍ ପିଇବେ ବାବୁ, ଟିକେ ଜୁସ୍ বদনাম করবার গোটে সীমা থাকে, সহিত মিশিবার ବି ଗୋଟେ ସୀମା ଥାଏ। ତାମାନେ ତମେ ମତେ କଣ କହିବାକୁ ଚାହ? କହିବାକୁ ଏଇଆ ଚାହୁଁଛି ଯେ ଏ ଘରୁ ଏ ଚାକରାଣୀ ଯିବ, ନହେଲେ ମୁଁ ଆଉ ଯଦି ଆକୁ ତମେ ରଖିବାକୁ ଚାହୁଁଛ ତାହେଲେ ମତେ ଡିଭୋର୍ସ ଦେଇଦିଅ। ମୁଁ ପ୍ରତିବାଦ କରିବିନି। ସୁମିତ୍ରା, ଯାହା କହୁଛ ଭଲ ଭାବରେ ଚିନ୍ତା କରି କହୁଛ ତ? ହଁ, ମୁଁ ଭଲ ଭାବରେ ଚିନ୍ତା କରି କହୁଛି। ତମକୁ କଣ ଦରକାର କୁହ? ଏ ଚାକରାଣୀ ନା ମୁଁ? ତମେ ଯଦି ମତେ ସୁଖରେ ଶାନ୍ତିରେ ରଖିବାକୁ ଚାହୁଁଛ ତାହେଲେ ଏ ମା ପୁଅ ଦିଟାକୁ ବିଦା କରିଦିଅ। ତମେ ଏଥର କୁହ, ଏ ଚାକରାଣୀ ଏ ଘରେ ରହିବ କି ତମ ସ୍ତ୍ରୀ? ତମ ସ୍ତ୍ରୀ ନା ଚାକରାଣୀ? ନାଇଁ ମା ନାଇଁ, ଆପଣ ଏ ଘର ଛାଡ଼ି କୁଆଡ଼େ ବି ଯାଇପାରିବିନି, ଯାଇପାରିବିନି ଏ ଘର ଛାଡ଼ି। ମା ବାବୁଙ୍କୁ କିଛି କୁହନ୍ତୁନି ମା, ତା ନହେଲେ ମୁଁ ସହିପାରିବିନି ମା, ମୁଁ ସହିପାରିବିନି। ଯଦି ସହି ନ ପାରୁଛୁ ତାହେଲେ ନେ ମୋ ମଥାର ସିନ୍ଦୁର ନେଇ ତୋ ମଥାରେ ପିନ୍ଧି ପକା, ତୋ ହାତର ଶଙ୍ଖା ନେଇ ତୋ ହାତରେ ପିନ୍ଧି ପକା। ନାଇଁ ମା, ଆପଣ ସେମିତି କୁହନ୍ତୁନି ମା, ଆପଣ ସେମିତି କୁହନ୍ତୁନି। ବାବୁ ମା ଠିକ କହିଛନ୍ତି ମା। ନାରୀଟିଏ ସବୁ କିଛି ସହିପାରିବେ, ହେଲେ ତାଙ୍କ ସଂସାରରେ କିଏ ଭାଗ ବସାଉ ସେ ସହିପାରିବେନି ବାବୁ, ସେ ସହିପାରିବେନି। ମା ମୁଁ ଆଜି ଏ ଘର ଛାଡ଼ି ଚାଲିଯିବି ଏ ଘର ଛାଡ଼ି। ଆଉ ଗଲା ପରେ ଏତିକି କହି ଯାଉଛି, ବାବୁ
କହିଲା ପରେ ମୁଁ ଏଇ ଦିନ ରାତି ଏକା କରି ବାବୁକୁ ସୁସ୍ଥ କରି ଛିଡ଼ା କରିଛି। ସେ ବାବୁକୁ କିଛି କହିବେନି ମା, ତା ନହେଲେ ମୁଁ ସହିପାରିବିନି ମା, ମୁଁ ସହିପାରିବିନି, ସହିପାରିବିନି। বাস এথর তোম মনটা শান্তি হয়ে গলা তো সুমিত্রা। সামান্য গোটাଏ ଚାକରାଣୀକୁ ଘରୁ ବାହାର କରିଦେଇ କଣଟା ଲାଭ ମାନେ ତମେ? ମୁଁ ଯାହା କରିଛି ଠିକ କରିଛି। ଠିକ କରିଛ? ହଁ। କୋଉଠି ଠିକ? ଏ ଚାକରାଣୀର ଚରିତ୍ରକୁ ନେଇ ମୋ ଚରିତ୍ର ସହିତ ତୁଳନା କରିବାଟା ତମେ କଣ ଠିକ? ଗୋଟାଏ ତିରିହ ଚାକରାଣୀକୁ ଘରୁ ବାହାର କରିଦେବା ତମେ କଣ ଠିକ? ଏ ଚାକରାଣୀ ଆଗରେ ମୋ ମୁଣ୍ଡଟାକୁ ତଳକୁ କରିଦେବା ତମର କଣ ଠିକ? କଣ କହିଲ? ছি 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 ছি, ତମେ ଚାକରି ଆଗରେ ମୁଣ୍ଡ ନୁହେଁଲ ଯେ ବରଂ ମୋ ମୁଣ୍ଡଟାକୁ ତମେ କାଟି ଦେଇଛ। ସୁମିତ୍ରା! ହଁ, ତମେ ହଉଛ ଗୋଟେ ନାରୀ ମାଂସ ଖିଆ ପଶୁ। ଏ ସୁମିତ୍ରା! ଯେମିତି ଟିକେ ସମୟରେ ସୁଯୋଗ ପାଇଲେ ନିଜ ସ୍ତ୍ରୀକୁ ପାଦରେ ଆଣି ନେଇ ଗୋଟେ ଚାକରାଣୀ ସହିତ ପ୍ରେମ କରୁଛ, ପ୍ରେମ। କଣ କରିଛ ତମେ? କଣ ମତେ ମାରିବ? ମାର ମତେ, କହିଲ ମାର ମତେ, ଆରେ ମାର କହୁଛି। ମୁଁ ଗୋଟାଏ ନାରୀ ମାଂସ ଲୋଭୀ ପଶୁ। ସେଇ ଚାକରାଣୀ ସହିତ ମୋର ଖରାପ ସମ୍ପର୍କ ଅଛି। କଣ କହିଲ? ମୁଁ ଗୋଟେ ଅମଣିଷ ପଶୁ। আজ তোমাকে ছাড়িবি সুমিত্রা, আজি এইটি পিটি পিটি বাজবি। ওর চরিত্র উপর তোমার সন্দেহ করবে, আজি তোমাকে ছাড়িবি, আজি মারু মারু তোমাকে বাজবি। সুমিত্রা, ও মাই গড! জানকী, আরে জানকী কল করো তুমি কি শীঘ্র? জানকী, আরে সুমিত্রার সাইকেল চালিয়েছি, তুই শীঘ্র করে দুটো গ্লাস পানি নিয়ে আসবো। ନାଇଁ ବାବୁ ନାଇଁ, ଆପଣ ଯା ବ୍ୟସ୍ତ ହୁଅନ୍ତୁନି, ଆପଣ ଯଦି ପାଣି ନେଇ ଆସିବେ ମୁଁ ମାଙ୍କ ପାଖରେ ବସି ମାଙ୍କ କାନ ଫୁକି ଦଉଛି। ଯାଆନ୍ତୁ ବାବୁ, ঠিক করছি জানকী। ଆପଣ ଯାଆନ୍ତୁ। এই শোনো দিবি, শোনো। ଡେରି କରନ୍ତୁ ବାବୁ, ଯାଆନ୍ତୁ।
হে ভগবান ମୁଁ ଆଜି କଣ କରି ଗୋଟାଏ ସାମାନ୍ୟ କଥା ପାଇଁ ମୋ ସ୍ତ୍ରୀ ସୁମିତ୍ରାକୁ ମୁଁ ଆଜି ନିଜ ହାତରେ ପିଟି ପିଟି হে দাসরথী প্রত্যেক মরর সে গোটাଏ খুনি আসামি ଟିକେ ପୁଣି ପୋଲିସ ଆସିବ ମୋ ହାତରେ ହ୍ୟାଣ୍ଡକପ୍ ପକେଇ এই ବ୍ରିକ୍ସ ରାସ୍ତା ଉପରେ ଖୋସଣି ଖୋସଣି ସେ ହାତ ପୁରେଇଯିବ ଆଉ ତାପରେ ମୋ ପୁଅ ଝିଅ ମୋ ମୁହଁରେ ଘୃଣାରେ ଛେପ ପକେଇବେ ଛେପ କଣ କରିବେ ମୋ ମୁଣ୍ଡ କିଛି କାମ କରୁନି এই পরিস্থিতিରେ ମୁଁ କଣ କରିବି ମୁଁ କିଛି କିଛି କରିବା ଦରକାର ନାହିଁ ଜାନକୀ ଆପଣ ମାକୁ ମାରିଛନ୍ତି ବୋଲି ସେ ସବୁ ପ୍ରମାଣ ମୋବାଇଲରେ ରେକର୍ଡିଂ କରି ରଖିଛି ଏ ପ୍ରମାଣ ଥାନାକୁ ଯିବନି ଗୁଡ଼ିକୁ ଆମେ କ୍ୟାମ୍ପ କରିଦେବା ଆଉ ପିଲାମାନେ ପଚାରିଲେ କହିଦେବ ଯେ ତାଙ୍କ ମମିଟା ଛାତରୁ ଖସି ପଡ଼ି ମରି ଯାଇଛି ଆମ ରାସ୍ତା କ୍ଲିୟର ଜାନକୀ ଶୁଣ ଦାଶରଥୀ ପଟ୍ଟନାୟକ ସେ ଯୁଗେ ରାଜା ଦଶରଥ ପାଖରୁ କୈକେୟୀ ଦୁଇଟି ବର ମାଗିଥିଲେ ଆଉ ଏ ଯୁଗରେ ଏଇ ଦାଶରଥୀ ପଟ୍ଟନାୟକକୁ ମୁଁ ତିନୋଟି ବର ମାଗୁଛି আরে কি বড় মাগুরবো মতে মাগ ଦରକାର ବେଳେ ମାଗି ନେବି ଆପଣ ମନା କରିବେନି ଆଉ ଯଦି ବା କୌଣସି ଦିନ ମନା କରନ୍ତି ଏସବୁ ପ୍ରମାଣ ଥାନାରେ ପହଞ୍ଚେଇ ଦେବି ତାପରେ ଆପଣଙ୍କୁ ଜେଲ ହେଇଯିବ ଆପଣଙ୍କୁ ଫାଶୀ ହେଇଯିବ ଆଉ ଆପଣଙ୍କ ଛୁଆ ପିଲା ଲୁଣାରେ ମୁହଁକୁ ଛେପ ପକେଇବେ ଛେପ ଆଉ ପାଟିତୁଣ୍ଡ ନ କରି ଏଥିରେ ଗୋଟେ ସାଇନ୍ କର সাইন করবি ଏଇ ବୋର୍ଡ ପେପରରେ ସାଇନ୍ କରିଦିଅ ସେ ସବୁ ପଛରେ ବୁଝିବ ତା ନହେଲେ ପ୍ରମାଣ ମୁଁ ଥାନାରେ ପହଞ୍ଚେଇ ଦେବି କର ସାଇନ୍ अबे दाशरथी पट्टनायक कौन भाईथिबे ने कौन भाईथिलु मो को एटिकी चाकरानी रहिबा को आजितिनी মানে তু কোন পায় আসছিলু नहीं भाई समय सुযোগ দেখি চাকরানী রু মালিক আনি হবা को आजितिनी জানকী ଆଉ ପାଟି ତ ନ କରି ଘର ଭିତରକୁ ଚାଲି ଯାଅ ଆଉ ଚିରାଇ ଦୁନିଆ ଦାଣ୍ଡରେ କହିଦିଅ ଯେ ନୂଆ ରାମାୟଣ କାହାଣୀ ଶୁଣ Hare